ଆଜି ଆମେ ଆସିକି ପହଞ୍ଚିଥିଲୁ ହାଟପଦା ଛୋଟ ଗୁଣ୍ଡିଚା ମନ୍ଦିର ଛକ ପର୍ଯ୍ୟନ୍ତ ଯୋଉ ପ୍ରଶାସନ ତରଫରୁ ଉଚ୍ଛେଦ କାର୍ଯ୍ୟକ୍ରମଟା ହେଇଥିଲା ସେଟା କଣ କେମିତି କିଛି ଆଗରୁ ନୋଟିସ କରାଯାଇଥିଲା କି ତାଙ୍କ ପାଇଁ ବ୍ୟବସ୍ଥା ଅନ୍ୟ କିଛି ଥଇଥାନ ବ୍ୟବସ୍ଥା କରିଥିଲେ କି କରିନାହାନ୍ତି ସେ ବିଷୟରେ ଜନସାଧାରଣଙ୍କର ମନ୍ତବ୍ୟ ଟିକେ ଶୁଣିବା। ଆଜ୍ଞା ନମସ୍କାର। ମୁଁ ମାଉସୀମା ଛକରେ ମୋ ଦୋକାନ ଅଛି, ତେଣୁ ପ୍ରଶାସନ ବହୁତ ବହୁତ ଧନ୍ୟବାଦ ମୁଁ ନମସ୍କାର କରୁଛି। ପ୍ରଥମେ କାହିଁକି ନା ଆମକୁ ନୋଟିସ ଦେଇନାହାନ୍ତି, ପ୍ଲସ୍ କିଛି ବି କହିନାହାନ୍ତି। ଗୋଟେ ଜୁନ୍ କରିଦେବେ, ସବୁବେଳେ ଏଇଟା ଗୋଟେ ଖାମଖିଆଲି କାମ ଗୋଟେ କରିକିନା ସବୁବେଳେ ପଳେଇ ଯାଉଛନ୍ତି, ବୁଝିଲ କି ନାଇଁ। ଆଜି ଆସିଲେ, ଦଶରା ବେଳେ ଆସିଲେ, କୋଉ ସିଜନରେ ଆମେ ଖାଇନୁ ପିଇନୁ ଶୋଇନୁ, ଏମିତି ଗୋଟେ ସିଜନ ଆମେ ଆଜି ପର୍ଯ୍ୟନ୍ତ କରିନୁ। এই লাইন জাম রয়েছে, কারণ জাଣନ୍ତୁ ସେମାନଙ୍କ ପାଖରେ ପହଞ୍ଚୁ এই କାମ କାହିଁକି ଲାଇନ ଜାମ୍ ହଉଛି। ପ୍ରଥମେ ଆର୍ଗୁମେଣ୍ଟ କରିବା ଲୋକ ହଉଛି ମୁଁ, ଏଇ ଲାଇନ ରେ ଆର୍ଗୁମେଣ୍ଟ କରିବା ଲୋକ ହଉଛି ମୁଁ। କାହିଁକି ନା ଏଇ ଲାଇନ ଟା ସବୁବେଳେ ଜାମ୍ ହଉଛି। ମୁଁ ପିଲା ବେଳଠୁ ମୁଁ ଏଠି ଜନ୍ମ ହେଇଛି, ଏଇ ଜାଗାରେ ମୁଁ ଜନ୍ମ ହେଇଛି, ଏଇ ଜାଗାରେ ମୁଁ ଖାଉଛି, ଏଇ ଜାଗାରେ ମୁଁ ଶୋଉଛି, ଏଇ ଜାଗାରେ ମୋର ଘର। ଯଦି ଯେକୌଣସି ଲୋକ ଯଦି ଏଠି ଜାମ୍ କରିବେ, ମୁଁ ହିଁ ସକାଳୁ ପାଇଲେ ଏଠି ଜାମ୍ କରନ୍ତୁ ନାହିଁ ଭାଇ ମାନେ, ଏଠି ସମସ୍ତେ ମିଳିମିଶିକି ରହିବା। ହେଲେ ପୋଲିସ ପ୍ରଶାସନ କି କେହି ବି ଏଠି ଯଦି ଏଠି ଯଦି ଲାଇନ ଜାମ୍ ହେଲା ତ ପ୍ରଥମେ ଏଇଟା ନୋଟିସ ଦବା କଥା ଯେ ଏଇଟାକୁ ଚୁନ୍ କରାଯାଉ। ମାନେ ଆନାଉନ୍ସ କରିବାଟା ସତ, ମାତ୍ର କାହାର କଣ ଥିବ କେତେବେଳେ କଣ ହବ ସେଇଟା ତ ଚୁନ୍ କରିଦିଅନ୍ତୁ ଆଜ୍ଞା। ଆମେ ଜାଣିବୁ ଯେ ଏଥିରୁ ଏତିକି ପଳେଇଲା, ଆମେ ସେତିକି ଭିତରେ ପଠିକି ରହିକିନା ଆମେ ସେତିକିରେ ସନ୍ତୁଷ୍ଟ। ଆମକୁ ଜୋନ୍ ଗୋଟେ ଗାର ଦେଇ ଦିଆଯାଉ, ସେଇ ଗାର ଭିତରେ ଆମେ ବାହାରକୁ ପଦାକୁ ଆସିବୁନି, ଆମେ ପଦାରୁ ଭିତରୁ ରହିବୁ। ପ୍ରଶାସନ ଆପଣଙ୍କୁ କିଛି କହିଛନ୍ତି ଆପଣଙ୍କର ଆଗାମୀ ଭବିଷ୍ୟତରେ ଥଇଥାନ ବିଷୟରେ କିଛି? ନା 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 ସେଇଟା କିଛି କହିନାହାନ୍ତି ଆଜ୍ଞା। ଏଇଟା ଗୋଟେ ନ୍ୟାୟ ଦିଅନ୍ତୁ, ସମସ୍ତଙ୍କୁ ସମାନ ଦିଅନ୍ତୁ। ଆମେ ବି ଚାହୁଁଛୁ ଜନସାଧାରଣଙ୍କୁ ଅସୁବିଧା ନ ହଉ, ମୁଁ ତ ବହୁତ ଚାହୁଁଛୁ, ସେଟା ତ ମୋର କର୍ତ୍ତବ୍ୟ ଗୋଟେ। ଜନସାଧାରଣ ଏଠି ଆମ୍ବୁଲାନ୍ସ ଗାଡି ଯେତେବେଳେ ଆମ୍ବୁଲାନ୍ସ ଗାଡି ଆସୁଛି ଆପଣ ଦେଖିବେ ସେ ଭିଡିଓ ଯାକ, ମୁଁ ବି ଗୋଟେ ଭିଡିଓ କରିଛି, ମୁଁ କ୍ଲିୟର କରୁଛି ଏଇ ଲାଇନ ରେ କେହି ପାରୁନାହାନ୍ତି। ଆମେ ବି ସେଇ ଆମେ ଦୁଃଖିତ, ଆମ୍ବୁଲାନ୍ସ ଯାକ ମଧ୍ୟ କ୍ଲିୟର ହେଇପାରୁନି। କ୍ଲିୟର ରହୁ, ଏ ଲାଇନ ସବୁବେଳେ କ୍ଲିୟର ରହୁ, ଆମେ ବି ଚାହୁଁଛୁ। ଆମର ଏଠି ଘର ଆଜ୍ଞା, ଏଠି ଆମେ ଯୋଉ ବଞ୍ଚୁଛୁ ଆଜ୍ଞା, ଦୁଇଟା ପିଲାକୁ ନେଇକି ଆମେ ବଞ୍ଚୁଛୁ, ଏମିତି କରନ୍ତୁ ନାହିଁ। ଆମର ଏଟା ହେଲେ କିଛି ଆମକୁ ସେମିତି କିଛି କହିନାହାନ୍ତି, ଖାଲି ଆନାଉନ୍ସମେଣ୍ଟ କରୁଥିଲେ। ମୁଁ ବିଶ୍ୱାସ କରିନି ଆନାଉନ୍ସମେଣ୍ଟ ଟିକେ 2 ମିନିଟ୍ ରଖିବି ବୋଲି କହିଲେ ମତେ ଆସି ଭାଙ୍ଗିଦେ। ଆପଣ କିଛି ମାନେ ଏଇ ଜାଗା ଭଙ୍ଗା ହେଲା ଆପଣଙ୍କର ଉଚ୍ଛେଦ ହେଲା ପ୍ରକ୍ରିୟାଟା, ତାପରେ ଆପଣ ଥଇଥାନ ପାଇଁ କୋଉ ଜାଗା ଦେଖି ପ୍ରଶାସନ କିଛି ସ୍ଥାୟୀ ନିଯୋଗ ପ୍ରତିଶ୍ରୁତି କିଛି ଦେଇନାହାନ୍ତି, ଖାଲି ଆସିକି ଭାଙ୍ଗି ଦେଇଛି। ସେଟା 2 ମିନିଟ୍ ନ ବୋଲ କାଢିଦେବ ଗାଡି କାଳ କାମ ଆନାଉନ୍ସମେଣ୍ଟ କରିଛନ୍ତି, ଏ ଲାଇନ ଭଙ୍ଗା କହିନାହାନ୍ତି। ଆନାଉନ୍ସମେଣ୍ଟ କରଲେ ପୁଣି ମୁଁ ହିସାବ ଜାଣିନି। ଦୁଃଖଦାୟକ ଘଟଣା ହେଲା, ଏନ୍ଏସି ବାଲା ସକାଳେ ଗୋଟେ ଆନାଉନ୍ସ କରିଥିଲେ, ନାଳ ଉପରେ ଯୋଉମାନେ କରୁଛନ୍ତି ସେମାନେ ସବୁ ବାହାର କରିଦିଅନ୍ତି। ତାର 2 ଘଣ୍ଟା ପରେ ଆସିକି ଘର ଦ୍ୱାର ସବୁ ଭାଙ୍ଗି ଦେଇ ପଡିଲେ। ସେମାନେ ସବୁ ସେଟ୍ କରିଥିଲେ, ଏଇ ଦୋକାନ ସେଟ୍ କରିଥିଲେ। ତାପରେ ଅନୁତାପର କଥା, କିନ୍ତୁ ଦେଖିବାକୁ ମିଳିଲା ଯେ ପୋଲିସ ଏଇଆ ସବୁ ଭାଙ୍ଗି କରିଥିଲେ। ଏନ୍ଏସି ବାଲା କିଛି ନାହିଁ, ଏନ୍ଏସି ବାଲା ନିରବ ଦର୍ଶା ହେଇକି ରହିଛନ୍ତି। ପୋଲିସ ବାଲା ପୋଲିସ କିଏ ଅର୍ଡର ଦେଲା ଭାଙ୍ଗିବା ପାଇଁ? ପୋଲିସ ଶାନ୍ତିଶୃଙ୍ଖଳା ରଖିବା ପାଇଁ ଆସିଛି ନା ଘର ଭାଙ୍ଗିବାକୁ ଆସିଛି? ଘର ଭାଙ୍ଗା ଡ୍ୟୁଟି କରୁଛନ୍ତି ପୋଲିସ କୋଉଠି? ଏଇଟା ବଡ ଦୁଃଖଦାୟକ ଘଟଣା ହେଲା। ଏନ୍ଏସି ବାଲା ତ ନିରବ ରହିଛନ୍ତି, ସେମାନେ କିଛି କହୁନାହାନ୍ତି। ସେମାନେ କହୁଥିଲେ ଏଠି ଭାଙ୍ଗିଲେ ସେଠି ଭାଙ୍ଗିଲେ କରୁଛନ୍ତି। ତାପରେ ଭାଙ୍ଗିଲେ ଯୋଉଟା ଇଲେକ୍ଟ୍ରିକ ଲାଇନ ପଛପଟେ ସବୁ କରୁଛନ୍ତି, ଇଲେକ୍ଟ୍ରିକ ଲାଇନ ଆଗକୁ କେହି ଯାଇନାହାନ୍ତି, ଗୋଟେ ବି ଯାଇନାହାନ୍ତି। ସେଟା ଭାଙ୍ଗିବାର କିଛି ଯଥାର୍ଥ ହେଲା? ଭାଙ୍ଗିବା ଏମିତି କାହିଁକି ଉଠଉନାହାନ୍ତି? ଉଠେଇକି ଭାଙ୍ଗନ୍ତୁ। ପଛପଟକୁ ନିଜ ରୋଜଗାର ପାଇଁ ଅଳ୍ପ ପଇସା କୌଣସି ଗାଡି ଘୋଡା ତ ଯିବା ଆସିବା ହେଇପାରିବନି। ଛୋଟିଆ ଦୋକାନଟେ ଅଛି, ତାକୁ ଭାଙ୍ଗିଦେବେ ତ ତା ସେ ଗୁଜୁରାଣ ମେଣ୍ଟ କେମିତି କରିବ? ସେଇଟା ଗୋଟେ ବୁଝିବା କଥା ନା। ତାପରେ ଏନ୍ଏସି ର କିଛି ନାହିଁ, ଭୂମିକା ନାହିଁ। ପୁଲିସର ଏଠି ଭୂମିକା ଦେଖାଗଲା, ଦାଦାଗିରି କରିକି ଚାଲିଲେ। ଏଇଟା ଗୋଟେ ଦୁଃଖଦାୟକ ଘଟଣା। ପୋଲିସ ଆସି ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ, ଦାଦାଗିରି ପାଇଁ ନାହିଁ। এটা দেখি ভাবছি করছে ভবিষ্যতে এটা কেমতি ন হব সেইটা উপরে দেখুন। ଥଇଥାନ ବିଷୟରେ ଆପଣ ଏଇ ଯୋଉ ଭଙ୍ଗା ହେଲା ତାଙ୍କ ଅନ୍ୟ ଜାଗାରେ କୋଉଠି ଗୋଟେ ସ୍ଥାୟୀ ଥଇଥାନ ପାଇଁ କଣ କରିହେବନି ଆଜ୍ଞା, ଏଇଟା କିଛି ଆପଣ ତାଙ୍କର କରିଦେବେ, ସେଟା ପଛକୁ ପଳେଇବେ।
ଦୟାକରି ଗୋଟେ ଜମ୍ ଦେବେ ପଛକୁ ବାକ୍ ଆମେ ତ ଇଲେକ୍ଟ୍ରିକ ଲାଇନ୍ ପଛପଟେ ହଉଛି ନା କଣ ଗାଡିଟା ଇଲେକ୍ଟ୍ରିକ ଲାଇନ୍ ଉପରେ ଚଢି ପଳେଇବ କି ଇଲେକ୍ଟ୍ରିକ ଲାଇନ୍ କାହିଁ କାଢିଲେନି ଇଲେକ୍ଟ୍ରିକ କାଢନ୍ତୁ ତାପରେ ଆମର ନାಳೆ ଆମର ତ ସେଟ୍ କରୁଛୁ ଆଗକୁ ଦୋକାନ ସେଟ୍ କରୁଛୁ ନା ଭାଙ୍ଗନ୍ତୁ କେମନ ଆଗକୁ କୋରାପୁଟ ଜିଲ୍ଲାର ଏନ୍ଟି ମିଡିଆ ନିଆର କାମ କରିବେ କ୍ୟାମେରାମ୍ୟାନ୍ ସୁଜିତ ବସ୍ ସହିତ